ପ୍ରିୟ ଆତ୍ମନ୍ ସଦ୍ଗୁରୁଦେବ ଶିବ ମୁନିଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ପଚରାଯାଇଥିବା ପ୍ରଶ୍ନ। ପ୍ରଥମ ପ୍ରଶ୍ନ ହେଉଛି, ଚକ୍ରଭେଦନ ସାଧନ କରିବା ପରେ ଆସନାଦି କରିବା ଉଚିତ ନା ପୂର୍ବରୁ? ସଦ୍ଗୁରୁଦେବ, ଚକ୍ରଭେଦନର ସାଧନ କରିସାରିବା ପରେ ଆପଣ ଯାହା କରିବାକୁ ଚାହାନ୍ତି କରନ୍ତୁ। ସଚିତ୍ର ଯୋଗ ସାଧନ ପୁସ୍ତକରେ ଯେତେ ସବୁ ଆସନର ଉଲ୍ଲେଖ କରାଯାଇଛି ସେସବୁ ସାଧନ ସମସ୍ତଙ୍କୁ କରିବା ଉଚିତ କି? ସଦ୍ଗୁରୁଦେବ, ଏହି ପ୍ରଶ୍ନ ସେହିପରି ଯେପରି କୌଣସି ଔଷଧାଳୟକୁ ଯାଇ କୌଣସି ରୋଗୀ ପଚାରୁଛି ଯେ ଆପଣଙ୍କର ଔଷଧାଳୟରେ ଥିବା ସବୁ ଔଷଧ ମୋ ପାଇଁ କି? ବୈଦ୍ୟ କହିବ, ନା, ଏଥିମଧ୍ୟରୁ କିଛି ଔଷଧ ଅବଶ୍ୟ ଆପଣଙ୍କ ପାଇଁ, କିନ୍ତୁ ସବୁ ଔଷଧ କେବେ ନୁହେଁ। ଠିକ୍ ସେହି ଉତ୍ତର ଏହି ପ୍ରଶ୍ନର ମଧ୍ୟ ହେବ। ସଚିତ୍ର ଯୋଗ ସାଧନରେ ଦିଆଯାଇଥିବା ସବୁଯାକ ଆସନ ସମସ୍ତଙ୍କ ପାଇଁ ନୁହେଁ। ଯାହା ବି କାମ ହେଉ ବା ଯାହା ବି ସାଧନ ହେଉ କୌଣସି ନା କୌଣସି ଆସନ ଦ୍ୱାରା ହୋଇଥାଏ। ଯେଉଁ କାମକୁ ଯେଉଁ ସ୍ଥିତିରେ ସୁବିଧାର ସହ କରାଯାଇଥାଏ ସେହି ସ୍ଥିତି ବା ସେହି ଆସନ ଉକ୍ତ କାମ ପାଇଁ ଉପଯୁକ୍ତ। ଆତ୍ମଚିନ୍ତନ, ପ୍ରାଣ ଚିନ୍ତନ ବା ଧ୍ୟାନ ସମାଧି ପାଇଁ ସୁଖାସନ ସର୍ବପେକ୍ଷା ଉତ୍ତମ ଆସନ। କିନ୍ତୁ ଯାହାକୁ ସୁଖାସନରେ ନିଦ ଲାଗିଯାଉଛି ତା ନିମନ୍ତେ ପଦ୍ମାସନରେ ବସି ଏହି ସାଧନ କରିବା ଉଚିତ। ସ୍ୱସ୍ତିକାସନ ଏବଂ ସିଦ୍ଧାସନାଦି ସବୁ ପଦ୍ମାସନର ହିଁ ଭେଦ ପ୍ରଭେଦ। ଏଗୁଡ଼ିକରୁ ସେହି ଆସନ ସବୁ ଉପଯୁକ୍ତ ଯେଉଁଥିରେ ଆପଣ ସୁଖପୂର୍ବକ ବସିପାରିବେ। ଯେଉଁ ଆସନରେ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ସୁଖପୂର୍ବକ ସ୍ଥିର ହୋଇ ବସି କିମ୍ବା ଶୋଇପାରୁଛନ୍ତି ଧ୍ୟାନ ଯୋଗ ନିମନ୍ତେ ସେହି ଆସନ ଆପଣଙ୍କ ପାଇଁ ଉପଯୋଗୀ। ଚକ୍ରଭେଦନ ସାଧନର ଯେଉଁ ପ୍ରକାରକୁ ଆପଣ ଯେଉଁ ଆସନରେ ସୁଖପୂର୍ବକ କରିପାରୁଛନ୍ତି ସେହି ସାଧନ ନିମନ୍ତେ ସେହି ଆସନ ଉପଯୁକ୍ତ, ଅନ୍ୟଥା ନୁହେଁ। ଯେକୌଣସି ସାଧନକୁ ଆରମ୍ଭ କରିବା ପୂର୍ବରୁ ଏହା ଚିନ୍ତା କରିନେବା ଉଚିତ ଯେ ସେହି ଆସନ ବିଶେଷକୁ ଯୋଗର କେଉଁ କ୍ରିୟା ପାଇଁ ଆପଣ କରିବାକୁ ଚାହାନ୍ତି। ଏହାର ଉତ୍ତର ଆପଣଙ୍କ ଆତ୍ମା ଦେଲା ପରେ ଆପଣ ଠିକ୍ କରି ନିଅନ୍ତୁ ଯେ ଏହି କ୍ରିୟା ପାଇଁ ଆପଣଙ୍କ ନିମନ୍ତେ କେଉଁ କେଉଁ ଆସନ ଉପଯୁକ୍ତ ହୋଇପାରିବ। ଏହାପରେ ଆପଣ ଏଇଥିପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ ଯେ ଆପଣଙ୍କ ଶରୀରର ଗଠନ ଓ ପ୍ରକୃତି ଅନୁରୂପ କେଉଁ ଆସନ ଉପଯୁକ୍ତ ହୋଇପାରିବ। ଏସବୁ ନିଶ୍ଚିତ ହୋଇଗଲା ପରେ ସେହି ନିର୍ଦ୍ଦିଷ୍ଟ ଆସନଟି ଦ୍ୱାରା ଯୋଗର ସେହି କ୍ରିୟାକୁ କରନ୍ତୁ। ଅନ୍ୟ ସବୁ ଆସନ ଆପଣଙ୍କ ନିମନ୍ତେ ସେହି କ୍ରିୟା ପାଇଁ କେବଳ ଅନୁପଯୁକ୍ତ ଓ ବ୍ୟର୍ଥ ନୁହେଁ, ହାନିକାରକ ମଧ୍ୟ ହୋଇପାରେ। ଆମରି ଆତ୍ମା ସଠିକ୍ ନିର୍ଣ୍ଣୟ କରିପାରିବ ତ? ସଦ୍ଗୁରୁଦେବ, ଯଦି ଆପଣ ମୁନି ସମାଜର ସ୍ୱତନ୍ତ୍ର ଓ ନିଷ୍ପକ୍ଷ ବିଚାର ଗୁଡ଼ିକର ଅଧ୍ୟୟନ ଓ ସ୍ୱାଧ୍ୟାୟ ଠିକ୍ ଭାବରେ କରିଛନ୍ତି ଏବଂ ନିଜ ମନ ମଧ୍ୟରୁ ସାମ୍ପ୍ରଦାୟିକ ଓ ମତବାଦୀ ବିଚାର ଗୁଡ଼ିକୁ ଫିଙ୍ଗି ଦେଇଛନ୍ତି, ତେବେ ଆପଣଙ୍କ ଆତ୍ମା ଅବଶ୍ୟ ସଠିକ୍ ଭାବରେ ନିର୍ଣ୍ଣୟ ନେଇ ସବୁକିଛି କରିଦେଇପାରିବ। ନିର୍ଣ୍ଣୟ ତ ଆତ୍ମା ହିଁ କରିଥାଏ। ସଂସାରରେ ଅନେକ ମତ ରହିଛି, କିନ୍ତୁ କେଉଁ ମତ ଆମ୍ଭେ ମାନିବା ଉଚିତ ସେହି ନିର୍ଣ୍ଣୟ ମଧ୍ୟ ଆତ୍ମା ହିଁ କରିଥାଏ। ସଂସାରରେ ଅନେକ ବୈଦ୍ୟ ଅଛନ୍ତି, କିଏ କାହାରି ପ୍ରଶଂସା କଲାଣି ତ ଆଉ କିଏ ଅନ୍ୟ କାହାର। କିନ୍ତୁ ଆପଣ ଯାଆନ୍ତି ତା ପାଖକୁ ଯାହାକୁ ଆପଣଙ୍କ ଆତ୍ମା ପସନ୍ଦ କରେ। ଆତ୍ମା ବୁଦ୍ଧି ହିଁ ସବୁବେଳେ ନିର୍ଣ୍ଣୟ ନେଇଥାଏ। ସେହି ଆତ୍ମା ବୁଦ୍ଧି ମତ ମତାନ୍ତର, ପଶ୍ଚାତାପ ଓ ସାମ୍ପ୍ରଦାୟିକ କଥା ସହ ଏତେ ଜଡ଼ିତ ଯେ ସଠିକ୍ ଭାବରେ ନିର୍ଣ୍ଣୟ କରିପାରେ ନାହିଁ। ଏହା ସଦ୍ଗୁରୁଦେବଙ୍କ ଉପଦେଶ, ସତ୍ସଙ୍ଗ ଓ ସ୍ୱତନ୍ତ୍ର ବିଚାରଯୁକ୍ତ ପୁସ୍ତକ ଆଦିର ପଠନ ଦ୍ୱାରା ଯେତେବେଳେ ଆମ୍ଭର ଆତ୍ମା ପରମ ସ୍ୱତନ୍ତ୍ର ଓ ମୁକ୍ତ ହୋଇଯାଏ ସେତେବେଳେ ଆତ୍ମା ସବୁ ବିଷୟରେ ସଠିକ୍ ନିର୍ଣ୍ଣୟ କରିପାରେ। ମତବାଦୀ କହେ ଯେ ଆମ୍ଭ ମତବାଦ ତ ଏହି ସିଦ୍ଧାନ୍ତ ଓ ସାଧନକୁ ଠିକ୍ ବୋଲି ମାନେ, ତେଣୁ ସେଗୁଡ଼ିକ ନିଜ ଆତ୍ମାନୁକୂଳ ନ ହେଲେ ମଧ୍ୟ ମନୁଷ୍ୟ ମତବାଦୀ ଅଜ୍ଞାନତାର କାରଣରୁ ତାହାକୁ ଛାଡ଼ି
ନିଜ ପାଇଁ ଅନ୍ୟ କିଛି ଉପଯୋଗୀ ମାର୍ଗ ବାଛିପାରେ ନାହିଁ। ପୁଣି ପ୍ରଶ୍ନ କଲେ, ଚକ୍ରଭେଦନ ସାଧନ ମଧ୍ୟ ସମସ୍ତଙ୍କ ନିମନ୍ତେ ଉପଯୋଗୀ ନୁହେଁ କି? ସଦ୍ଗୁରୁଦେବ, ଯଦି କେହି ସର୍ବଦା ଶକ୍ତିହୀନ ନୁହେଁ, ତେବେ ଚକ୍ରଭେଦନ ସାଧନ ସମସ୍ତଙ୍କ ନିମନ୍ତେ ଉପଯୋଗୀ। ଯେପରି ଜଳ ପ୍ରାୟ ସମସ୍ତଙ୍କ ପାଇଁ ଉପଯୋଗୀ, କିନ୍ତୁ କ୍ଷୀର, ଘିଅ ଓ ତେଲ ସମସ୍ତଙ୍କ ପାଇଁ ଉପଯୋଗୀ ନୁହେଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ କ୍ଷୀର ପିଇବାକୁ ଦେଲେ ସଙ୍ଗେ ସଙ୍ଗେ ବାନ୍ତି କରିଦିଅନ୍ତି। ଚକ୍ରଭେଦନ ସାଧନ କେତେ ପରିମାଣରେ କରିବା ଉଚିତ? ସଦ୍ଗୁରୁଦେବ, ଯେତିକି କଲେ ଆପଣ ଥକି ପଡ଼ିବେ ନାହିଁ, ଏତିକି ଅଳ୍ପ ମାତ୍ରାରେ ବି କରିବା ଉଚିତ ନୁହେଁ, ଯଦ୍ୱାରା କିଛି ଜଣାପଡ଼ିବ ନାହିଁ। ଅନେକ ମୁନି ଓ ମୋର ଶିଷ୍ୟମାନେ ମୋର ଅନେକ ସମୟ ଏହି ପ୍ରଶ୍ନ ପଚାରିବାରେ କଷ୍ଟ କରିଥାନ୍ତି ଯେ ଅମୁକ ରୋଗ ନିମନ୍ତେ କେଉଁ ଯୋଗ ସାଧନ ବା ଉପାୟ ରହିଛି। ତାଙ୍କୁ ମୁଁ ବତାଇ ଦେବାକୁ ଚାହୁଁଛି ଯେ ଯେଉଁ ସାଧନ ଆପଣଙ୍କୁ ବତାଇ ଦିଆଯାଇଛି ତାହା ହିଁ ସବୁ ରୋଗ, କଷ୍ଟ, ଦୁଃଖ, ବିପତ୍ତି, ଚିନ୍ତା ଓ ଅଜ୍ଞାନତାକୁ ଦୂର କରିଥାଏ ତଥା ସବୁ ପ୍ରକାରର ବନ୍ଧନରୁ ମୁକ୍ତ କରି ଆପଣଙ୍କୁ ପ୍ରକୃତ ମୁକ୍ତି ଦେଇଥାଏ। ଯଦି କୌଣସି ଅଙ୍ଗ ବିଶେଷରେ କୌଣସି ପ୍ରକାରର ରୋଗ ଓ ବିକାର ହୋଇଥାଏ, ତେବେ ସେହି ଅଙ୍ଗର ଚକ୍ର ବା ଚକ୍ରଗୁଡ଼ିକର ସାଧନକୁ ବଢ଼ାଇ ଦେବା ଉଚିତ। ଯଥା ଅନ୍ୟ ସବୁ ଚକ୍ରର ସାଧନ 50-50 କରୁଛନ୍ତି, ତ ତହିଁରେ 80-80 ବା 100-100ରେ କରନ୍ତୁ। ହଁ, ଆଉ ଗୋଟିଏ କଥା ଅଛି, ଯଦି ବଢ଼ାଇ ଦେବା ପରେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଭଲ ହେଲା ନାହିଁ, ତେବେ କମାଇ ଦେବା ଉଚିତ। କେବେ କେବେ କମାଇ ଦେବାରେ ଭଲ ହୋଇଯାଇଥାଏ ଓ ଲାଭ ହେବାର ଦେଖାଯାଇଛି। କମାଇବାରେ ମଧ୍ୟ ସେହି ନିୟମ ହୋଇଛି ଯେ ଯଦି ଅନ୍ୟ ସବୁ ଚକ୍ରର ସାଧନ 50-50 କରୁଛନ୍ତି, ତେବେ ରୋଗୀ ଅଙ୍ଗର କମାଇ ଦେଇ 30-30 ବା 25-25 କରନ୍ତୁ। ଆଉ ଗୋଟିଏ କଥା, ଏହା ମଧ୍ୟ ବହୁତ ଧ୍ୟାନ ଦେବା ଉଚିତ ଯେ ଯଦି ଆପଣଙ୍କୁ କଠିନ ଜରାଦି ଆସିଯାଏ ବା କୌଣସି କଠିନ ରୋଗ ଆସିଯାଏ, ତେବେ ସାଧନ ଦିନେ 2 ଦିନ ପାଇଁ ବନ୍ଦ କରିଦିଅନ୍ତୁ। ଅଳ୍ପ ଅଳ୍ପ ଜ୍ୱର ଯଦି ଅନେକ ଦିନ ପର୍ଯ୍ୟନ୍ତ ରହୁଛି, ତେବେ ସାଧନକୁ ଓଲଟାଇ ଦେବା ଉଚିତ। ଅର୍ଥାତ୍ ଅଳ୍ପ ଅଳ୍ପ କରି ମସ୍ତକରୁ ଆରମ୍ଭ କରି ଗୋଡ଼ ଆଡ଼କୁ ଆଣି ଛାଡ଼ିବା ଉଚିତ। ମାନେ ଏହା ଯେ ଆପଣ ସର୍ବଦା ଗୋଡ଼ ପଟୁ ଚଢ଼ାଇ ମସ୍ତକ ଆଡ଼କୁ ଆସୁଥିଲେ ଓ ଧ୍ୟାନ କରିବା ପରେ ବା ସମାଧି ଲଗାଇବା ପରେ ଉପରରୁ ତଳକୁ ଓହ୍ଲାଉଥିଲେ, କିନ୍ତୁ ଏଥିରେ ପ୍ରଥମେ ହିଁ ଉପରର ଚକ୍ର ଗୁଡ଼ିକର ସାଧନା କରି ଗୋଡ଼ ଆଡ଼କୁ ଆସିବାକୁ ହୋଇଥାଏ, କିନ୍ତୁ ଓହ୍ଲାଇବା ପରେ ପୁଣି ଚଢ଼ାଇବାର ଆବଶ୍ୟକତା ନାହିଁ। ମୁଣ୍ଡ ଆଡ଼ୁ ତଳ ଆଡ଼କୁ ଆସିବା ସମୟରେ ଧ୍ୟାନ ପ୍ରଥମେ ହିଁ କରି ନିଆଯିବ। ତାପରେ ଆଖି, ମୁଖ, ଗଳା ଓ ବାହୁ ଆଦି ସ୍ଥାନର ଚକ୍ର ଗୁଡ଼ିକର ସାଧନା କରି କରି ଗୋଡ଼ ପର୍ଯ୍ୟନ୍ତ ଆସିବା ଉଚିତ। ସାଧନରେ ଭାବନାର ହିଁ ପ୍ରଧାନତା ରହିଛି। ଶୁଭ ଭାବନାର ପଦକୁ ବାରମ୍ବାର ପଢ଼ିବା ଉଚିତ। ସାଧନା ଉପରେ ଅନନ୍ୟ ଭାବର ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ। ଏହିପରି ନ କଲେ ସାଧନ ଠିକ୍ ହୁଏ ନାହିଁ ଓ ଲାଭଦାୟକ ହୁଏ ନାହିଁ ଏବଂ ଧ୍ୟାନ ମଧ୍ୟ ଲାଗେ ନାହିଁ। ଏହି ଲକ୍ଷ୍ୟ ରଖିବା ଉଚିତ ଯେ ଯୋଗରେ ଆତ୍ମ ଉପାସନା ବ୍ୟତୀତ ବା ଆତ୍ମାପୂଜା ବ୍ୟତୀତ ଭୂତ, ପ୍ରେତ, ଦେବୀ, ଦେବତା, ଈଶ୍ୱର ବା ପରମେଶ୍ୱରର ପୂଜା କରାଯାଏ ନାହିଁ। ଯେ ପର୍ଯ୍ୟନ୍ତ ଦୈତ୍ୟ ଭାବନା ମସ୍ତିଷ୍କ ମଧ୍ୟରେ ଦେବୀ, ଦେବତା ବା ଈଶ୍ୱର ପରମେଶ୍ୱର ରହିଛନ୍ତି, ସେ ପର୍ଯ୍ୟନ୍ତ ନା ଯୋଗ ପୂର୍ଣ୍ଣ ରୂପରେ ସିଦ୍ଧ ହେବ, ନା ଆପଣ ସ୍ୱାବଲମ୍ବୀ ହୋଇ ଆତ୍ମବଳ ଧାରଣ କରିପାରିବେ, ନା ପ୍ରକୃତ ମୁକ୍ତି ପାଇପାରିବେ। ଈଶ୍ୱର ବା ପରମେଶ୍ୱରର ଗୋଲାମ ବା ଦାସ ପାଖକୁ ମୁକ୍ତି ବିରାଜମାନ କରିପାରିବ ନାହିଁ। ଏବେ ଏହାର ବିରୁଦ୍ଧରେ ସମସ୍ତେ ଅଛନ୍ତି, କିନ୍ତୁ ଶେଷରେ ଏହି ସତ୍ୟକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ। ପୁଣି ପ୍ରଶ୍ନ କଲେ, ଅଜ୍ଞାନର ସ୍ୱରୂପ କ'ଣ ଓ ତାହାର ପରିଣାମ କ'ଣ? ସଦ୍ଗୁରୁଦେବ, ଅଜ୍ଞାନ କୌଣସି ବସ୍ତୁ ବିଶେଷ ନୁହେଁ। କୌଣସି ବସ୍ତୁର ଯଥାର୍ଥ ସତ୍ୟକୁ ଜାଣି ନ ପାରିବା ହିଁ ଅଜ୍ଞାନ। ଯେପରିକି ତୁମ୍ଭେ କୌଣସି ଗାଁରେ ରାତିରେ ଉଠି ପାଣି ଆଣିବାକୁ କୂଅକୁ ଗଲ। ବାଟରେ ବଳଦ ବାନ୍ଧିବା ପାଇଁ ଗୋଟିଏ ଖୁଣ୍ଟ ଥିଲା। ତୁମ୍ଭେ ତାହା
ଜାଣିନ, ତେଣୁ ତୁମେ ଝୁଣ୍ଟି ପଡ଼ିଲ ଏବଂ ଗୋଡ଼ର ଆଙ୍ଗୁଠି ଫାଟିଗଲା। କୂଅରୁ ପାଣି କାଢ଼ିଲ, ରାତି ହୋଇଥିବାରୁ ତୁମ୍ଭେ ଜାଣିପାରିଲ ନାହିଁ ଯେ ସେ ପାଣିରେ ଛୋଟ ଛୋଟ ପୋକଜୋକ ସବୁ ଅଛନ୍ତି। ଏହି ଅଜ୍ଞାନରୁ ତୁମ୍ଭେ ତାହା ପିଇଦେଲ ଓ ରୋଗରେ ପଡ଼ି ଦୁଃଖୀ ହେଲ। ତୁମ୍ଭେ କେଉଁ ଅଜଣା ସ୍ଥାନକୁ ଯାଇଥିଲ? ତୁମ୍ଭର ଲକ୍ଷ୍ୟ ସ୍ଥାନକୁ ତୁମ୍ଭେ ଜାଣିନଥିବା ଯୋଗୁଁ ପଥଭ୍ରଷ୍ଟ ହୋଇ ଦୁଃଖୀ ହେଲ। ତୁମ୍ଭକୁ ଜଣା ନଥିଲା ଯେ ସେଇଟା ଗୋଟିଏ କାମୁଡ଼ା ଘୋଡ଼ା। ତୁମ୍ଭେ ତା ପାଖକୁ ଗଲ, ଘୋଡ଼ା କାମୁଡ଼ି ଦେଲା, ତୁମ୍ଭେ ଦୁଃଖୀ ହେଲ। ଏସବୁ ଦୁଃଖ କାହିଁକି ମିଳିଲା? ଅଜ୍ଞାନର କାରଣରୁ। ଏସବୁ ସାଧାରଣ ଅଜ୍ଞାନ। ଏଥିରୁ ସାଧାରଣ ଦୁଃଖ ମିଳିଥାଏ। ସବୁଠାରୁ ବଡ଼ ଅଜ୍ଞାନ ନିଜ ସ୍ୱରୂପର ଅଜ୍ଞାନ। ନିଜ ସ୍ୱରୂପର ଅଜ୍ଞାନ ଯୋଗୁଁ ମନୁଷ୍ୟ ଦୁଃଖୀ ଓ ବଦ୍ଧ ଥାଏ, ମୁକ୍ତ ହୋଇପାରେ ନାହିଁ। ତୁମ୍ଭକୁ ତୁମ୍ଭର ଭଣ୍ଡାରର ଠିକଣା ଜଣା ନାହିଁ, ତେଣୁ ଭିକ ମାଗି ଦୁଃଖ ପାଉଛ। ଅଜ୍ଞାନ ଯୋଗ ଦ୍ୱାରା ଦୂର ହୁଏ ନା ଜ୍ଞାନ ଦ୍ୱାରା? ସଦ୍ଗୁରୁଦେବ, ଯଥାର୍ଥ ଓ ଠିକ୍ ଜ୍ଞାନ ନ ହେବା ହିଁ ଅଜ୍ଞାନ। ତେଣୁ ଅଜ୍ଞାନ ଯଥାର୍ଥ ଜ୍ଞାନ ଦ୍ୱାରା ହିଁ ଦୂର ହେବ। ପୁଣି ପ୍ରଶ୍ନ କଲେ, ତେବେ ଯୋଗାଭ୍ୟାସ କରିବା ବୃଥା କି? ସଦ୍ଗୁରୁଦେବ, ନା, ଯୋଗାଭ୍ୟାସ କରିବା ବୃଥା ନୁହେଁ। ଗୋଟିଏ ପିଲା ଶବ୍ଦାର୍ଥ ଘୋଷୁଥିଲା, ବାଘ୍ର ମାନେ ବିଲୁଆ, ବାଘ୍ର ମାନେ ବିଲୁଆ। ଜଣେ ପଣ୍ଡିତ ଶୁଣି ପିଲାଟିର ଏହି ଅଜ୍ଞାନ ଉପରେ ହସିଲେ। ପଣ୍ଡିତ କହିଲେ, ବାଘ୍ର ମାନେ ବିଲୁଆ ନୁହେଁରେ, ବାଘ୍ର ମାନେ ବାଘ। ବିଲୁଆର ସଂସ୍କୃତ ଶୃଗାଳ। ପଣ୍ଡିତେ ସଂସ୍କୃତର ଗୋଟିଏ ଶବ୍ଦକୋଷ ଆଣି ଦେଖାଇଦେଲେ। ପିଲାଟିର ଠିକ୍ ଜ୍ଞାନ ହୋଇଗଲା ଯେ ବାଘ୍ର ମାନେ ବାଘ। ସେ କହିଲା, ଏବେ ମୋର ଭୁଲ ଠିକ୍ ହୋଇଗଲା। ଏବେ ମୁଁ ଜାଣିଗଲି ଯେ ବାଘ୍ର ମାନେ ବାଘ, ବିଲୁଆ ନୁହେଁ। ପଣ୍ଡିତେ ଚାଲିଗଲେ। 3-4 ଦିନ ପରେ ପଣ୍ଡିତେ ପୁଣି ଆସିଲେ ଏବଂ ପିଲାକୁ ବାଘ୍ର କାହାକୁ କହନ୍ତି ବୋଲି ପଚାରିଲେ। ପିଲାଟି ଉତ୍ତର ଦେଲା, ବିଲୁଆକୁ। ପଣ୍ଡିତ କହିଲେ, ତୁ ପୁଣି ଭୁଲ କଲୁ, ବାଘ୍ର କହନ୍ତି ପରା ବାଘକୁ। ପିଲାଟି କହିଲା, ମୁଁ ଭୁଲି ଯାଇଥିଲି। ମୁଁ କାହିଁକି ବାରମ୍ବାର ବାଘ୍ରର ଅର୍ଥ ଭୁଲି ଯାଉଛି କେଜାଣି? ମୋତେ ଏମିତି ଗୋଟିଏ ଉପାୟ ବତାଇ ଦିଅନ୍ତୁ ଯେ ମୁଁ ଆଉ ଭୁଲିବି ନାହିଁ। ପଣ୍ଡିତ କହିଲେ, ବାଘ୍ରମାନେ ବିଲୁଆ ବୋଲି ଘଷି ଘଷି ତୋର ଅଭ୍ୟାସ ହୋଇଗଲାଣି, ତେଣୁ ଭୁଲ କରୁଛୁ। ଏବେ ଠିକ୍ ଅର୍ଥ ଜାଣିବାକୁ ବାଘ୍ର ମାନେ ବାଘ ବୋଲି ଘଷି ଘଷି ଅଭ୍ୟାସ କରି ପକା, ଆଉ ଭୁଲିବୁ ନାହିଁ। ଏହି ଅଭ୍ୟାସ ହିଁ ଯୋଗ। ତାହା ସଦ୍ଗୁରୁଙ୍କ ଉପଦେଶ ସତ୍ଗ୍ରନ୍ଥ ଅଧ୍ୟୟନ ଦ୍ୱାରା ମିଳେ। କିନ୍ତୁ ସେହି ସଦ୍ଜ୍ଞାନକୁ ବାରମ୍ବାର ଅଭ୍ୟାସ ନ କଲେ ହେବ ନାହିଁ। ଚିନ୍ତନ ହିଁ ଯୋଗାଭ୍ୟାସ। ପୁଣି ପ୍ରଶ୍ନ କଲେ, ଯୋଗାଭ୍ୟାସ ପରା ଧ୍ୟାନ ଯୋଗକୁ କହନ୍ତି, ପୁଣି ଆପଣ ଚିନ୍ତନକୁ ଯୋଗାଭ୍ୟାସ କହୁଛନ୍ତି? ସଦ୍ଗୁରୁଦେବ, ଧ୍ୟାନ ସମାଧିକୁ ହିଁ ଯୋଗ କହନ୍ତି। କିନ୍ତୁ ଚିନ୍ତନ ଓ ମନନକୁ ଆପଣ ଅଲଗା ବୋଲି କାହିଁକି ଭାବୁଛନ୍ତି? ଉଚ୍ଚ ଶ୍ରେଣୀର ଧ୍ୟାନର ନାମ ହିଁ ସମାଧି। ମୋର ରଚିତ ଗ୍ରନ୍ଥଗୁଡ଼ିକୁ ପଢ଼ି ନିଜର ସ୍ୱରୂପର ଚିନ୍ତନ ଓ ମନନ ଠିକ୍ ଭାବରେ କରିବାକୁ ଧ୍ୟାନ ଯୋଗ କୁହାଯିବ। ଚିନ୍ତନ ଓ ମନନ କଲା ସମୟରେ ଯଦି ନିଦ୍ରା ଆସିଯାଏ, ତେବେ ଧ୍ୟାନ ଭାଙ୍ଗିଯିବ, ଓଲଟା ଜ୍ଞାନ ହୋଇଗଲା, ବା କୁହନ୍ତୁ ଯେ ବିପର୍ଯ୍ୟୟ ବା ବିକଳ୍ପ ଜ୍ଞାନ ହୋଇଗଲା, ତାହେଲେ ବି ଠିକ୍ ଭାବରେ ଚିନ୍ତନ ମନନ ବା ଧ୍ୟାନ ହୋଇପାରିବ ନାହିଁ। ଯୋଗରେ ତ ଆସନର ମଧ୍ୟ ଆବଶ୍ୟକତା ରହିଛି। ସଦ୍ଗୁରୁଦେବ, ଯେକୌଣସି କାମ କଲେ ଆସନର ଆବଶ୍ୟକ। ଯେଉଁ କାମକୁ ଯେଉଁ ସ୍ଥିତିରେ ଆପଣ ସୁବିଧାପୂର୍ବକ କରିପାରନ୍ତି, ସେହି ସ୍ଥିତି, ସେହି କାମର ଆସନ। ଯେଉଁ ଆସନରେ ରହି ସୁଖପୂର୍ବକ ଅନେକ ସମୟ ପର୍ଯ୍ୟନ୍ତ ଆପଣ ଧ୍ୟାନ କରିପାରୁଛନ୍ତି, ତାହା ହିଁ ଆପଣଙ୍କ ପାଇଁ ପ୍ରକୃତ ଯୋଗାସନ। ଯୋଗ କରିବା ସମୟରେ ଶୀର୍ଷାସନ କରି ଓଲଟି ପଡ଼ିବା ଆବଶ୍ୟକ କି? ସଦ୍ଗୁରୁଦେବ, ନା, ଶୀର୍ଷାସନ ମାନେ ମସ୍ତିକାସନ। ବିଚାର, ଚିନ୍ତନ ଓ ମନନ କଲାବେଳେ ଏହି ଜୀବ ମସ୍ତିଷ୍କରେ ସ୍ଥିତ ହୁଏ। ତେଣୁ ଏହି ସ୍ଥିତିକୁ ଶୀର୍ଷାସନ ବା ମସ୍ତିକାସନ କୁହନ୍ତି। ସ୍ୱରୂପର ଧ୍ୟାନ ବା ଚିନ୍ତନ କଲାବେଳେ ମନୁଷ୍ୟ ନିଜର ମନକୁ ବାହାରୁ ଲେଉଟାଇ ଭିତରକୁ ନେଇ ସ୍ଥିର ହୁଏ।
ଯୋଗୀ ନିଜ ଶରୀରକୁ ନୁହେଁ ନିଜ ମନକୁ ଓଲଟାଇ ଦିଏ। ତେଣୁ ଏହି ସ୍ଥିତିର ନାମ ବିପରୀତ କରଣୀ ଓ ପ୍ରତ୍ୟାହାର ମଧ୍ୟ ଅଟେ। ଏହି ସ୍ଥିତିରେ ଜୀବ ନିଜର ସ୍ୱାଭାବିକ ଯାହା ବାହାରେ ଥାଏ ତାହାର ବିପରୀତ ଭିତର ଦିଗକୁ କରି ରଖେ। ତେଣୁ ଏହି ସ୍ଥିତିକୁ ବିପରୀତ କରଣୀ ମୁଦ୍ରା ମଧ୍ୟ କହନ୍ତି। ଜାଣନ୍ତୁ ଯେ ଆଜି ମୁଁ ଯୋଗବିଦ୍ୟାର ଏହି ଗୁପ୍ତ ଭେଦକୁ ମଧ୍ୟ ଖୋଲିଦେଲି। କିନ୍ତୁ ଏହା ନିଶ୍ଚିତ ଯେ ଯାହାର ମୁନି ସମାଜ ପ୍ରତି ଶ୍ରଦ୍ଧା ନାହିଁ ଏବଂ ଯାହାଠାରେ ନିଜର ସଦ୍ଗୁରୁଙ୍କ ପ୍ରତି ପ୍ରକୃତ ଭକ୍ତି ନାହିଁ, କିମ୍ବା ଯେ ମୋ ରଚିତ ପୁସ୍ତକଗୁଡ଼ିକୁ ନିୟମ ଓ ବିଚାରପୂର୍ବକ ଅଧ୍ୟୟନ କରୁନାହିଁ ଏବଂ ସେ ମୁନି ସମାଜର ସତ୍ସଙ୍ଗକୁ ଯାଉନାହିଁ, ସେ ଏହି ପ୍ରକୃତ ଯୋଗ ଓ ଜ୍ଞାନର ରହସ୍ୟକୁ ବୁଝିପାରିବ ନାହିଁ। ସେ ଯେ କେହି ବି ମୁନି, ମୁନିବର ଓ ମହାତ୍ମା ହେଇଥାନ୍ତୁ ନା କାହିଁକି। ପ୍ରଶ୍ନ କଲେ ଯେ ଲେଖିପଢ଼ି ଶିଖିନାହିଁ ସେ ଆପଣଙ୍କ ଗ୍ରନ୍ଥଗୁଡ଼ିକର ଅଧ୍ୟୟନ ଓ ମନନ କେମିତି କରିବ? ସଦ୍ଗୁରୁଦେବ, ଯେଉଁମାନେ ପଢ଼ି ଲେଖି ଶିଖିନାହାନ୍ତି ସେମାନେ ଆମ୍ଭର ରଚିତ ଗ୍ରନ୍ଥ ଗୁଡ଼ିକୁ ଅନ୍ୟ ଦ୍ୱାରା ପଢ଼ାଇ ଶୁଣନ୍ତୁ ଓ ମନନ କରନ୍ତୁ। ଆମର ରଚିତ ଗ୍ରନ୍ଥ ଗୁଡ଼ିକର ଜ୍ଞାନ ପ୍ରତ୍ୟେକ ଯୋଗୀ, ମୁନି ଓ ଜ୍ଞାନୀମାନଙ୍କ ନିମନ୍ତେ ଆବଶ୍ୟକ। ଏ ତ ସଦ୍ଗୁରୁଦେବଙ୍କ କଥା। କିନ୍ତୁ ଆଜିକା ଡେଟ୍ରେ ପ୍ରାୟ ଲୋକ ପଢ଼ିପାରନ୍ତି। କିନ୍ତୁ ଯଦି କେହି ସେମିତି ଅଛନ୍ତି ତ ମନ ଦୁଃଖ କରନ୍ତୁ ନାହିଁ, ଏ ଚ୍ୟାନେଲ ମାଧ୍ୟମରେ ଆପଣ ଶୁଣିପାରିବେ। ମୁଁ ସଦ୍ଗୁରୁଦେବଙ୍କ ଦ୍ୱାରା ରଚିତ ସମସ୍ତ ବହିର ଭିଡ଼ିଓ ଏହି ଚ୍ୟାନେଲ ମାଧ୍ୟମରେ ଅପଲୋଡ଼ କରିଦେବି। ତେଣୁ ଏ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିକି ରଖନ୍ତୁ। ପୁଣି ପ୍ରଶ୍ନ କଲେ ସମାଧି ଲଗାଇଲେ ମନୁଷ୍ୟ ମୂର୍ଚ୍ଛିତ ହୋଇଯାଏ କି? ସଦ୍ଗୁରୁଦେବ, ନା, ମନୁଷ୍ୟ ସ୍ୱରୂପରେ ଚେତନ ଓ ଆନନ୍ଦମୟ। ସମାଧିରେ ମନୁଷ୍ୟ ନିଜ ସ୍ୱରୂପରେ ସ୍ଥିତ ହୁଏ। ତେଣୁ ସମାଧିରେ ତାହାର ଚେତନା ରହେ। ଜଡ଼ ସମାଧି ଲଗାଇବା ସ୍ୱର୍ଗରୁ ନର୍କ ଦିଗକୁ ଓ ଜୀବନରୁ ମରଣ ଦିଗକୁ ଗତି କରିବା। ତେଣୁ ତାହା ଠିକ୍ ନୁହେଁ। ଧ୍ୟାନ ଯୋଗ ଅଧିକ ଉପଯୋଗୀ ନା ଚକ୍ରଭେଦନ? ସଦ୍ଗୁରୁଦେବ, ଉଭୟ ଉପଯୋଗୀ। ଉଭୟକୁ ମିଶାଇ କରିବା ଉଚିତ।